ମାନେ ଡକ୍ଟର ହରିଶ୍ଚନ୍ଦ୍ର ପୃଷ୍ଟି ଐତିହାସିକ ବୌଦ୍ଧ ଗବେଷକ। ଦେଖନ୍ତୁ ଏଇଟା ବଡ଼ ଆମ ପାଇଁ ସୌଭାଗ୍ୟର କଥା ଏବଂ ଏଟା ଗର୍ବ ଗୌରବର ବାର୍ତ୍ତାକୁ ବହନ କରୁଛି। କାରଣ ପଦ୍ମ ସମ୍ଭବ ହେଉଛନ୍ତି ଆମର ଓଡ଼ିଶା କାହିଁକି ନିର୍ଦ୍ଦିଷ୍ଟ ଭାବେ ଦେଖିବାକୁ ଗଲେ ବିରଜା ଭୂମି ଯାଜପୁର ମାଟିର ଭୂମିପୁତ୍ର ଏବଂ ଯିଏକି ଯାହାଙ୍କର ମହିମା ସମଗ୍ର ଭାରତବର୍ଷ କାହିଁ ସମଗ୍ର ବିଶ୍ୱକୁ ବିସ୍ତାରିତ ହୋଇଥିଲା। ଆଜକୁ ପ୍ରାୟତଃ 1500 ବର୍ଷ ପୂର୍ବେ 1500 ବର୍ଷ ପୂର୍ବେ ସେ ଏଇ ମାଟିରେ ଜନ୍ମ ନେଇଥିଲେ। ବିରଜା ଭୂମି ମାଟିରେ ଯାଜପୁର ମାଟିରେ ଜନ୍ମ ନେଇଥିଲେ। ସେଥିରେ ଜଣେ ମହାମହିମ ବୌଦ୍ଧ ଗୁରୁ ତନ୍ତ୍ର ଗୁରୁ ବୌଦ୍ଧ ତନ୍ତ୍ର ଗୁରୁ ବିଶିଷ୍ଟ ଗବେଷକ ଥିଲେ ଏବଂ ସେ ଓଡ଼ିଶାର ରାଜା ତତ୍କାଳୀନ ଓଡ଼ିଆନ ବା ଉଡ଼ିଆନର ରାଜା ଇନ୍ଦ୍ରପତିଙ୍କର ପାଳିତ ପୁତ୍ର ଥିଲେ। କାହିଁକିନା ଟ୍ରାଡ଼ିସନ୍ କହୁଛି ଯେ ଇନ୍ଦ୍ରପତି ଥିଲେ ଓଡ଼ିଶାର ବା ଉଡ଼ିଆନର ସମ୍ରାଟ ଥିଲେ। ସେ ଅନ୍ଧ ଥିଲେ, ବଡ଼ ଦୁଃଖୀ ଥିଲେ ଏବଂ ତାଙ୍କ ସାମ୍ରାଜ୍ୟରେ ହଠାତ୍ ମାଡ଼ି ଆସିଲା କଳାବାଦଲ, ଯେକି ଦୁର୍ଭିକ୍ଷ ମହାମାରୀ ବହୁ ରାଜା ବହୁତ ମାନେ ରାଜ୍ୟର ବହୁତ ପ୍ରଜାମାନେ ମାନେ ତାଙ୍କର ଛିନ୍ଛତ୍ରରେ ଦେହାନ୍ତ ହୋଇଗଲେ, ରୋଗରେ ପ୍ରାଣ ହରାଇଲେ ଏବଂ ଇନ୍ଦ୍ରପତି ହତୋତ୍ସାହ ହେଇ ପ୍ରଭୁଙ୍କୁ ଆରାଧନା କଲେ ତଥାଗତ ବୁଦ୍ଧଙ୍କୁ ଏବଂ ତାଙ୍କ ସହିତ ବହୁ ତାଙ୍କ ପ୍ରଜା ବର୍ଗମାନେ ସବୁ ମିଶି ସେମାନେ ପ୍ରଭୁଙ୍କୁ ଡାକିଲେ ଏବଂ ବହୁତ ଦାନ ଧ୍ୟାନ କଲେ। ଯାହାଫଳରେ ନିଜେ ବୁଦ୍ଧ ସ୍ୱୟଂ ଅବତାର ରୂପରେ ସେଇ ଅଗ୍ନି ରେ ଦେଖାଦେଲେ। ଯେଉଁ ଘୃତାଗ୍ନି ହେଇଥିଲା ଘୃତାଗ୍ନି ଦିଆଯାଇଥିଲା ତା ଭିତରେ ପଦ୍ମଫୁଲ ଉପରେ ବସି କମଳ ଉପରେ ବସି ଏକ ଅଦ୍ଭୁତ ରୂପରେ ଦେଖାଦେଲେ। ସେଇଠୁ ତାଙ୍କ ନାଁ ହେଲା ପଦ୍ମ ସମ୍ଭବ। ଯେହେତୁ ସେ କମଳ ଉପରେ ବସି ପ୍ରଜାମାନଙ୍କୁ ତଥା ରାଜାଙ୍କୁ ଇନ୍ଦ୍ରପତିଙ୍କୁ ଦର୍ଶନ ଦେଇଥିଲେ ଏବଂ ତାଙ୍କର ଆଖି ଖୋଲି ଯାଇଥିଲା, ନୂତନ ଚକ୍ଷୁ ପ୍ରାପ୍ତ ହେଇଥିଲେ, ତାଙ୍କର ସମସ୍ତ ରୋଗ ମଧ୍ୟ ଭଲ ହେଇଥିଲା। ପ୍ରଜାମାନେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ତାଙ୍କୁ ଦେଖାଦେଲା ଫଳରେ ସେଇଦିନ ଠାରୁ ତାଙ୍କର ରାଜ୍ୟରୁ ଦୁଃଖ ଦୁର୍ଦ୍ଦଶା ଦୂର ହେଇଥିଲା ଏବଂ ପଦ୍ମ ସମ୍ଭବ ପାଳିତ ପୁତ୍ର ଭାବରେ ଇନ୍ଦ୍ରପତି ତାଙ୍କ ପାଳିତ ପୁତ୍ର ଭାବରେ ଗ୍ରହଣ କଲେ। ଦୁଃଖର କଥା ଯେ ଯଦିଓ ସେ ପାଳିତ ପୁତ୍ର ହେଇଥିଲେ, ସେଇ ବାଲ୍ୟକାଳ ଭିତରେ କିନି ସେ ବହୁତ ମାନେ କୌତୂହଳବଶତଃ କେତେକ ପ୍ରଜାମାନଙ୍କୁ ମାନେ ମାରି ଦେଇଥିଲେ ବୋଲି କହୁଛି ମାନେ ଆମର ଲୋକ କଥା ପୁରାଣ କଥା କିମ୍ବଦନ୍ତୀ କହୁଛି। ଯାହାଫଳରେ ଇନ୍ଦ୍ରପତି ତାଙ୍କୁ ତେଜ୍ୟପୁତ୍ର କରିଥିଲେ। କରିବା ଫଳରେ ପଦ୍ମ ସମ୍ଭବ ଦେଶାନ୍ତର ହୋଇଥିଲେ, ଓଡ଼ିଆନରୁ ବିଦା ହେଇଥିଲେ, ଯାଇ ଶେଷରେ ସେ ବୁଲିଥିଲେ। ବୁଲିବା ଆର୍ଯ୍ୟଥର ଭ୍ରମଣ କରିବା ପରେ ଠିକ୍ ଓଡ଼ିଆନର ପାଖାପାଖି ଅଞ୍ଚଳ ଥିଲା ଯିଏକି ଜହୋର ଯେଉଁଟା କହୁଛନ୍ତି ଓଡ଼ିଆନଟା ହେଉଛି ଓଡ଼ିଶା ଏବଂ ତାର କେନ୍ଦ୍ର ହେଉଛି ପ୍ରକୃତି ଦେଖିବାକୁ ଯାଜପୁର। ପୂର୍ବେ ଓଡ଼ିଆନକୁ ଯାଜପୁର କୁହାଯାଉଥିଲା। ଯାଜପୁର ଥିଲା ଓଡ଼ିଆନ ପୀଠ। ବିରଜା ଯେଉଁଟା ବିରଜା ସେଇଟା ଥିଲା ଓଡ଼ିଆନ। କାହିଁକିନା ତନ୍ତ୍ର ଚୂଡ଼ାମଣିରେ ଲେଖା ହେଇଛି ଯେ ଓଡ଼ିଆନ ପରାପୀଠ ତତ୍ର ବୈତରଣୀ ନଦୀ ତତ୍ର ଭୂମି ମହାକୌଳମ ଯାବତ୍ ବିରଜା ମଣ୍ଡଳ ଯାବତ୍ ତତ୍ର ଭୂମି ମହାକୌଳ ଯାବତ୍ ମହେନ୍ଦ୍ର ପର୍ବତ। ତେଣୁ ବିରଜା ଭୂମି ଯାଜପୁର ହେଉଛି ଓଡ଼ିଆନ ଏବଂ ତାର ପୀଠ ହେଉଛି ହେଡ଼କ୍ୱାର୍ଟର ହେଉଛି ବିରଜା, ପଞ୍ଚକୋଶୀ, ତା ପରିବେଷ୍ଟନୀ ଭିତରେ ଉଦୟଗିରି ଅଛି, ରତ୍ନଗିରି ଅଛି, ଲାଙ୍ଗୁଡ଼ି ଅଛି, ଲଳିତଗିରି ଅଛି। ଏ ସମସ୍ତ ଅସିଆ ପର୍ବତମାଳା ମଧ୍ୟରେ ରହିଛନ୍ତି, ଯେଉଁଟାକି ଓଡ଼ିଆନଗିରି କୁହାଯାଏ। ତାକୁ ଓଡ଼ିଆନଗିରି କୁହାଯାଉଥିଲା। ଉଦୟଗିରିକୁ ଓଡ଼ିଆନଗିରି କୁହାଯାଉଥିଲା। ଓଡ଼ିଆନ ହେଉଛି ଉଦୟଗିରି ହେଉଛି ଓଡ଼ିଆନର ଅପଭ୍ରଂଶ। ତେଣୁ ସେଇ ପୀଠରେ ଇନ୍ଦ୍ରପତି ସିଦ୍ଧି ଲାଭ କରିଥିଲେ ଉଦୟଗିରି ଠାରେ ଏବଂ ସେଠି ସେ ଜ୍ଞାନ ସିଦ୍ଧି ରଚନା କରିଥିଲେ। ଦିନ ପରାଚିତମ୍ ସର୍ବବୁଧମୟଂ ସିଦ୍ଧି ବ୍ୟାପିନ ଗଗନ ଭବନ ସର୍ବଜ୍ଞ ସର୍ବଦର୍ଶୀ ସର୍ବଲୋକାର୍ଥକାରକ ଚତୁର୍ଥର ଜଗନ୍ନାଥଇ ଦର୍ଶିତಂ କରୁଣାତ୍ମାଭି ତାହାନ ପ୍ରଯୁକ୍ତା ଜଗନ୍ନାଥଇ ବଜ୍ରସତ୍ତ୍ୱ ବିଭାବନେ ଭୁଜବର୍ଣ୍ଣ ସମାବୃତ ମୁଦ୍ରା ମଣ୍ଡଳ କେଶତା।
ଇତି ଶ୍ରୀମଦ୍ ଓଡ଼ିଆନର ମିଳିନି କଥା ଜ୍ଞାନ ସିଦ୍ଧର ନାମ ସାଧନ ପାଇକା ସମାପ୍ତ କୃତିରିୟମ୍ ଇନ୍ଦ୍ରଭୂତି ପଦାରାମ। ତେଣୁ ଇନ୍ଦ୍ରଭୂତି ମହାରାଜା ଥିଲେ ଓଡ଼ିଶାର ଓଡ଼ିଆନର ଯାଜପୁରର। ସେ ଏଇଠାରେ ସିଦ୍ଧି ଲାଭ କରିଥିଲେ ଉଦୟଗିରିଠାରେ। ଉଦୟଗିରିଠାରେ ସିଦ୍ଧି ଲାଭ କରି ବଦ୍ରନାରାୟଣରେ ତନ୍ତ୍ର ସିଦ୍ଧି କରି ବଦ୍ରନାରାୟଣ ନାମ ଦେଇଥିଲେ। ଏବଂ ଏଇଠି ସେ ପ୍ରଥମେ ଆଦିବୁଦ୍ଧ ଜଗନ୍ନାଥ ବୋଲି କହିଥିଲେ। ଜଗନ୍ନାଥ ଯାହାର ଆଦିପୀଠ ହେଉଛି ଉଦୟଗିରି, ଯୋଉଠି ପ୍ରଥମେ ଜଗନ୍ନାଥ ସୃଷ୍ଟି ହେଇଥିଲେ ଏବଂ ପୁରୀ ହେଇଥିଲା, ତାକୁ ପୁରୀ କୁହାଯାଉଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏଠୁ ଉଠେଇ ନିଆଯାଇ ଶ୍ରୀକ୍ଷେତ୍ର ଯୋଉଟା କୁହାଯାଉଛି ଆମର ସମୁଦ୍ର ତଟବର୍ତ୍ତୀ ପୁରୀ ଶ୍ରୀକ୍ଷେତ୍ରରେ ବେଳାଭୂମି ନିକଟରେ ଶ୍ରୀକ୍ଷେତ୍ର ନୀଳକଣ୍ଡର ପାହାଡ଼ରେ ସେଠି କରାଗଲା ପୁରୀ। କିନ୍ତୁ ପ୍ରକୃତରେ ପୁରୀ ଥିଲା ଯାହା ଲୋକ କଥା କୁହାଯାଉଛି କିମ୍ବଦନ୍ତୀ, ସତ କଥା, ଏଟା ସତ୍ୟ। ମୁଁ ଗବେଷଣା ଫଳରେ ଜାଣିପାରିଲି ଐତିହାସିକ ଦୃଷ୍ଟିକୋଣରୁ ଉଦୟଗିରି ଥିଲା ଜଗନ୍ନାଥ କ୍ଷେତ୍ର। ପରବର୍ତ୍ତୀ ପର୍ଯ୍ୟାୟରେ ଖ୍ରୀଷ୍ଟ ଦଶମ ଶତାବ୍ଦୀ ବେଳେ ଯିଏ ଥିଲେ ସୋମବଂଶୀ ରାଜା ଯଯାତି ଦ୍ୱିତୀୟ, ସେ ବୌଦ୍ଧ ଧର୍ମର ବିଦ୍ୱେଷ ହୋଇ ବୌଦ୍ଧ ଧର୍ମ ବିରୁଦ୍ଧରେ କାର୍ଯ୍ୟ କରି ବ୍ରାହ୍ମଣ ଧର୍ମକୁ, ବୈଷ୍ଣବ ଧର୍ମକୁ, ଶୈବ ଧର୍ମକୁ ପ୍ରତିଷ୍ଠିତ କରିବା ପାଇଁ ଏଇଠାରୁ ଉଠେଇ ନେଇଗଲେ। ଏବଂ ସେଠାରେ କୋଉଠି ଶ୍ରୀକ୍ଷେତ୍ର ଯୋଉଟା ପୁରୀ ନୀଳାଚଳ ମାନେ ଆମର ଯୋଉ ସମୁଦ୍ର ତଟ ପାଖରେ ସେଇ ଜାଗାରେ ସେ ମାନେ ଜଗନ୍ନାଥ ଧାମ କଲେ। କିନ୍ତୁ ପ୍ରକୃତ ଜଗନ୍ନାଥ ଧାମ ଥିଲା ଉଦୟଗିରି ହେଇଥିଲା। କାହିଁକି ନା ସେଇ ଜାଗାରେ ପ୍ରଥମେ ଆହ୍ୱାନ କରିଛନ୍ତି ଜଗନ୍ନାଥଙ୍କୁ, ପ୍ରଥମେ କହିଛନ୍ତି ଇନ୍ଦ୍ରପତି। ପଦ୍ମନାଭଙ୍କର ବାପା ଯିଏ ଇନ୍ଦ୍ରପତି ରାଜା ପ୍ରଥମେ କହିଛନ୍ତି ଯେ ଏଇ ହେଉଛି ଜଗନ୍ନାଥ, ଏଇଠି ଜଗନ୍ନାଥ ଆବିର୍ଭାବ ହେଇଥିଲେ। ଏବଂ ମୁଁ ଜଗନ୍ନାଥ ଦର୍ଶନ କରି ଆଜି ଏ ବହି ସମାପ୍ତ କରି ସେ ଭାଦ୍ର ମାସ କୃଷ୍ଣ ଷଷ୍ଠୀ ଦିବସରେ ସେଇଦିନ ସେ ଯୋଉ ବିରାଟ ଗ୍ରନ୍ଥ ରଚନା କରି ଇନ୍ଦ୍ରପତି କରିଥିଲେ ଜ୍ଞାନ ସିଦ୍ଧି, ସେ ଜ୍ଞାନ ସିଦ୍ଧି ଗ୍ରନ୍ଥ ଶ୍ରେଷ୍ଠ କରିଥିଲେ ଉଦୟଗିରିଠାରେ। ଚମତ୍କାର ଜାଗା ଏଇ ଜାଗାରେ ପ୍ରକୃତରେ ହବାର ଥିଲା ବହୁ ପୂର୍ବରୁ। ଯାହା ହଉ ବିଶ୍ୱର 20 ଯୋଉ ବିଶ୍ୱ ସମ୍ମିଳନୀ ହଉଛି 2000 ଅଧିକ ଶ୍ରମଣ ଆଉଛନ୍ତି। କାରଣ ସେ ଜାଗାର ମହକ ଥିବାରୁ ଜଗନ୍ନାଥ ନିଜେ ଆଦିବୁଦ୍ଧ ଜଗନ୍ନାଥ ହେଇଥିବାରୁ ତାକୁ ଟାଣି ଆଣିଛି। ତେବେ ଇନ୍ଦ୍ରପତିଙ୍କ ପୁଅ ସେ ବୁଲିବା ସମୟରେ କିନି ପହଞ୍ଚିଲେ ଜହରଟା ଯାଜପୁର ନିକଟରେ ଜହରି ଅଛି। ସେଟା ହଉଛି ବିଞ୍ଝାରପୁର ନିକଟରେ ବିସ୍ତୀର୍ଣ୍ଣ ଅଞ୍ଚଳ। ସେଟା ହଉଛି ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ, ଯୋଉଟା ବର୍ତ୍ତମାନ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ କହୁଛନ୍ତି, ସେଟା ପୂର୍ବରୁ ଥିଲା ଜହର ରାଜ୍ୟ। କାହିଁକି ନା ଇନ୍ଦ୍ରପତିଙ୍କ ସମୟରେ ଓଡ଼ିଶାର ସ୍ୱାଧୀନତା ଖଣ୍ଡ ବିଖଣ୍ଡିତ ହେଇଥିଲା। ପ୍ରାୟ 5 ଲକ୍ଷ ଟାଉନ, 5 ଲକ୍ଷ ସହରରେ ଅଞ୍ଚଳରେ ବିଭକ୍ତ ହେଇଥିଲା। ଗୋଟେ ଗ୍ରାମ ଭଳିଆ ଜାଗାକୁ, ପଞ୍ଚାୟତ ଭଳିଆ ଜାଗାକୁ ଗୋଟେ ଭୂଖଣ୍ଡ କରି ରାଜାମାନେ ଶାସନ କରୁଥିଲେ। ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଯାଜପୁରରେ ଓଡ଼ିଶାର 3ଟା ଭୂଖଣ୍ଡ ଥିଲା। ଯାଜପୁର ଭିତରେ ବିଞ୍ଝାରପୁର ଗୋଟେ, ଯୋଉଟା କି ହଉଥିଲା ଜହର ରାଜ୍ୟ ଥିଲା। ସେଠି ତୁମର ଯେ କି ରାଜା ଯିଏ ଥିଲେ ଜହରର ରାଜା ଥିଲେ, ତାଙ୍କର କନ୍ୟା ମନ୍ଦାରମା କୁମାର ଦେବୀ। ମୋ ନାଁ ପ୍ରକାଶ ଚନ୍ଦ୍ର ନାୟକ। ମୁଁ ବୁଦ୍ଧ ଧର୍ମ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲର ଜଣେ ସଂଯୋଜକ ଓଡ଼ିଶା ଲାଗି। ଏବଂ ଏଠି ପ୍ରଥମ ଥର ପାଇଁ ହୀରକ ତ୍ରିଭୁଜରେ ଆମର ଗୁରୁ ପଦ୍ମସମ୍ଭବଙ୍କର ପ୍ରାର୍ଥନା ସମାରୋହ ଆରମ୍ଭ ହେଉଛି। ଗୁରୁ ପଦ୍ମସମ୍ଭବ ଯିଏକି ଓଡ଼ିଶାର, ତାକୁ ଗବେଷକମାନେ ସେ ସାବ୍ୟସ୍ତ କରିସାରିଲେଣି ଯେ ସେ ଓଡ଼ିଶାରେ ତାଙ୍କର ଜନ୍ମ ଏବଂ ଓଡ଼ିଶାରେ ତାଙ୍କର ଶିକ୍ଷା ଦୀକ୍ଷା, ଏବଂ ସିଏ ତିବ୍ବତ ଯିବା ପରେ ପୁଣି ଓଡ଼ିଶାକୁ ଫେରି ଆସିଛନ୍ତି ଏବଂ ଏଇଠି ତାଙ୍କର ଉଦୟଗିରିରେ ତାଙ୍କର ମହାପ୍ରାଣ ହେଇଛି। ତେଣୁ ଇଏ ଗୋଟେ ବହୁତ ଯାହାକୁ କୁହନ୍ତି ଯେ ଗୋଟେ ପବିତ୍ର ଜାଗା। ଏଇ ପବିତ୍ର ଜାଗାରେ ବର୍ତ୍ତମାନ ଗୁରୁ ପଦ୍ମସମ୍ଭବଙ୍କର ଯେଉଁ ପ୍ରାର୍ଥନା ସମାରୋହ, ଏଥିରେ ସାରା ବିଶ୍ୱରୁ 17ଟି ଦେଶରୁ ପ୍ରତିନିଧିମାନେ ଆସୁଛନ୍ତି। ବିଶେଷ କରି ବୌଦ୍ଧ ସନ୍ନ୍ୟାସୀ ଏବଂ ବୌଦ୍ଧ ଭିକ୍ଷୁମାନେ ଆସୁଛନ୍ତି। ତା ଛଡ଼ା ଭାରତର ବିଭିନ୍ନ ପ୍ରାନ୍ତରୁ ବୌଦ୍ଧ ଧର୍ମାବଲମ୍ବୀ ଲୋକ ଆସୁଛନ୍ତି। ଓଡ଼ିଶାରୁ ମଧ୍ୟ ଯେଉଁ କିଛି ଅଳ୍ପ କିଛି ଅଛନ୍ତି ସେମାନେ ମଧ୍ୟ ଆସୁଛନ୍ତି। ଏବଂ ଏଠି ବିଶେଷ କରି ପୂଜାର୍ଚ୍ଚନା କରାଯିବ ଏବଂ ପୂଜାର୍ଚ୍ଚନା ମାଧ୍ୟମରେ ତାଙ୍କର ଯେଉଁ ବିନୟ ପିଟକକୁ ପାଠନ କରାଯିବ ବିଭିନ୍ନ ଭାଷାରେ। ଏବଂ ବିଶ୍ୱର ଶାନ୍ତି ଲାଗି ଏଠି 5 ଦିନ ଧରି ସକାଳୁ ଆରମ୍ଭ ହେବ 8:30ରୁ ଦିନ 3ଟା ପର୍ଯ୍ୟନ୍ତ ଏଠି ପ୍ରାର୍ଥନା ଆରମ୍ଭ ହେବ ଏବଂ ତାପରେ ସେମାନେ ଫେରି ଆସିବେ ଏବଂ ତାଙ୍କର ରହିବା ଖାଇବା ଏବଂ ତାଙ୍କର ଯେତିକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏଇଟା ଆମେ ସବୁ ଏଠି ଯୋଗାଇ ଦେଉଛୁ। ବିଶେଷ କରି ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ ଏବଂ ଇଣ୍ଟରନ୍ୟାସନାଲ ବୁଦ୍ଧିଷ୍ଟ କନଫେଡେରେସନ, ଏମାନେ ସମସ୍ତେ ସାହାଯ୍ୟରେ ହାତ ବଢ଼ାଇଛନ୍ତି।
प्रथम थर पर जेहेतु होउची एटा समस्त लगी गौरवर विषय एवं या छड़ा ए अंचल बुद्धिजीवी माने विभिन्न सांस्कृतिक अनुष्ठान विभिन्न शिक्षानुष्ठान विभिन्न जनप्रतिनिधि सेमाने मध्य आकुंठ सहयोग रे एक कार्यक्रम बढ़ी चली यही कार्यक्रम जो अभिज्ञता हम ए वर्ष आगामी वर्ष ए कार्यक्रम को 10 दिन धरी एवं 1500 रु अधिक प्रतिनिधि केमिति आसिबे तार भी योजना करा जाउची एवं आशा रखा होउची जे सारा विश्व को जो कलिंग जो कलिंग ठारू सारा विश्व को सत्य अहिंसा और जीवे दयार वार्ता जाइथिला आज बुद्धंकर से मानचित्र रे आज कलिंगर स्थान नाही बा आमे तापर आलोचना करूना यही जो जिनसटे आरंभ है या द्वारा पुणी एटा जोड़ी हो जाउची बहुत भविष्यतर बहुत संभावना आणुची विशेषकर आमर ए अंचल जीवन जीविका जदि पर्यटन विकास होउची एवं भित्तिभूमि विकास होउची पर्यटन निश्चित भाव में हम केवल भारत नुहे दक्षिण एवं दक्षिण पूर्व एशिया रु एठी पर्यटक माने आसिबे एवं ता द्वारा एठी रहिबे एठी से माने पूजार्चना करिवे एठी परिभ्रमण करिवे विशेषकर रहिबा पूजार्चना एवं परिभ्रमण जहाँ द्वारा कि से माने बेसी समय देवे एठिकार कला संस्कृति सहित परिचय हेबे ता द्वारा कौन हम आमर ए अंचल भी गोटे बौद्धिक ज्ञान विकास हम एवं से माध्यम से जेहेतु बेसी समय रहिबे बेसी समय ये बुलाबुली करेंगे एवं तांकर प्रार्थना करेंगे ता द्वारा लोक मैंने विभिन्न प्रकार सुविधा सुजोग जोगे देवे विशेषकर जीवा आसवा खाइबा रहिबा एथिरे सुविधा सुजोग जोगाइले धीरे 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 ए अंचल लोक मैंने स्वरोजगारीक्षम हो पारे से रोजगार एवं परिवार चलबार भी यहाँ गोटे बड़ माध्यम हम बहुत संभावना आदि अच्छी खाली एटा प्रार्थना भितर सीमित नुहे आम पर्यटन प्रार्थना सहित पर्यटन भी अच्छी आम तो आगुरी खाली प्रत्नतात्विक जिनिस देखुले ये आउ 3टी प जोड़ी हो जाउची प्रार्थना एवं पर्यटन एवं यहाँ बड़ संभावना सृष्टि करुच्ची। धन्यवाद। जो वनरेबल डिस्कशन जो आए 10 से 12 कंट्रियों देशों से उस उत्पाद का पठन करेंगे। ये 5 दिन का कार्यक्रम चलेगा और ये सिर्फ उदयगिरी में ही नहीं, हम रत्नागिरी भी हैं और ललितगिरी भी जाएंगे। तो ये इन 5 दिनों में मॉर्निंग से इवनिंग सुबह 8 बजे से लेकर शाम के 5 बजे तक ये पठन का कार्य होगा और हम जितने भी बहुत श्रद्धालु आ रहे हैं और बहुत इच्छुक आ रहे हैं उनका रहना और सारा अरेंजमेंट हम लोग उनके लिए कर रहे हैं यहाँ पे। जो वो लोग उदयगिरी में भी रहेंगे, रत्नागिरी में रहेंगे। जो उड़ीसा गवर्नमेंट का जो OTPC जो प्रॉपर्टी है हमने यहीं पे अरेंज किया है और उतना तो सफिशिएंट मतलब ये नहीं है बेसिस स्ट्रक्चर, तो हम लोगों ने कुछ टेंट का भी प्रावधान किया है कि जो लोग आएंगे वो टेंट में भी रहेंगे। वो मुख्य है हमारा विश्व शांति के लिए प्रार्थना करना, उस उद्देश्य से हम लोग सेरेमनी का आयोजन किया। ये 5 दिन चलेगा, जनवरी 12 से शुरू होगा, जनवरी 16 को समाप्त होगा।